ଦୋକାନ ଭିତରକୁ ମାଡ଼ିଗଲା ଟ୍ରକ୍, ଚାଲିଗଲା ଦୋକାନୀଙ୍କ ଜୀବନ। 1849 ନମ୍ବର ଜାତୀୟ ରାଜପଥ 3 ରାଜ୍ୟର ମିଳନ ସ୍ଥିତି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବମ୍ବେ ଛକ ଗୋଳେଇ ନିକଟରେ ରାତି ପ୍ରାୟ 10:45 ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଫଳ ଓ ଜଳଖିଆ ଦୋକାନ ଉପରକୁ ମାଡ଼ିଯିବାରୁ ଫଳ ଦୋକାନୀ ପ୍ରାଣ ହରାଇଛନ୍ତି। 5ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇ ବାରିପଦା ପିଆରଏମ୍ ମେଡିକାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ସମୟ ରାତି ପ୍ରାୟ 10:45। ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରିଥାନ୍ତି ଦୋକାନୀମାନେ। ଏହି ସମୟରେ ହଠାତ୍ ବାରିପଦା ପଟୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି 8ଟି ଦୋକାନ ଉପରକୁ ମାଡ଼ି ଯାଇଥିଲା, ଯାହାଫଳରେ ଦୋକାନୀ ସସ୍ମିତ ମହାନ୍ତ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଆହତ ଲୋକଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନା ପଠାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ब्यूरो रिपोर्ट विकल्प समाचार।